ଗପଟିର ନାଁ ହେଉଛି ପ୍ରକୃତ ଗହଣା। ଚକ୍ରବେଣ ନାମକ ଜଣେ ବଡ଼ ଧର୍ମପରାୟଣ ରାଜା ଥିଲେ। ରାଜା ରାଣୀ ଦୁହେଁ କୃଷି କାର୍ଯ୍ୟ କରନ୍ତି ଓ ସେଥିରୁ ଯାହା ଉପାର୍ଜିତ ହୁଏ ସେଥିରେ ଜୀବନ ନିର୍ବାହ କରନ୍ତି। ରାଜ୍ୟର ସମ୍ପତ୍ତିକୁ ସେ କଦାପି ନିଜ ପାଇଁ ଉପଯୋଗ କରନ୍ତି ନାହିଁ। ପ୍ରଜାଙ୍କଠାରୁ ଆଦାୟ କରୁଥିବା ସମସ୍ତ କର କେବଳ ପ୍ରଜାଙ୍କ ଉପକାରରେ ଖର୍ଚ୍ଚ କରନ୍ତି। ରାଜା ହୋଇ ମଧ୍ୟ ସେ ମୋଟା ଖଦଡ଼ ଲୁଗା ପିନ୍ଧନ୍ତି ଏବଂ ନିରାଡ଼ମ୍ବର ଜୀବନଯାପନ କରନ୍ତି। ଦିନେ ନଗରରେ କୌଣସି ଉତ୍ସବ ଆୟୋଜିତ ହେଉଥିଲା। ନଗରର ନାରୀମାନେ ରାଣୀଙ୍କୁ ଭେଟିବାକୁ ଆସିଥିଲେ। ସେମାନେ ଭଲ ଭଲ ପାଟ ଶାଢ଼ୀ ଓ ନାନା ପ୍ରକାର ମୂଲ୍ୟବାନ ଗହଣା ପିନ୍ଧିଥାନ୍ତି। ରାଣୀଙ୍କ ଦେହରେ ବିଶେଷ କିଛି ଗହଣା ନଥାଏ। ଏଭଳି ଦରିଦ୍ର ବେଶରେ ରାଣୀଙ୍କୁ ଦେଖି ସେମାନେ କହିଲେ, ମହାଦେଈ, ଆମ ଦେଶର ରାଣୀ ହୋଇ ତୁମେ ଏମିତି ଦରିଦ୍ର ବେଶ କାହିଁକି ହୋଇଛ? ଏହା ଦେଖି ଆମ ମନରେ କଷ୍ଟ ହେଉଛି। ନାରୀମାନଙ୍କର ସାଧାରଣତଃ ଗହଣା ଗାଣ୍ଠି ପ୍ରତି ବେଶୀ ସରାଗ। ତେଣୁ ରାଣୀଙ୍କ କୋମଳ ହୃଦୟରେ ସେମାନଙ୍କ କଥା ଗଭୀର ରେଖାପାତ କଲା। ରାତିରେ ରାଣୀ ରାଜାଙ୍କୁ ଦିନର ଘଟଣା ଶୁଣାଇ କହିଲେ, ମହାରାଜ, ଆଜି ଲୋକମାନଙ୍କ ସାମ୍ନାରେ ମୋ ମୁଣ୍ଡ ତଳକୁ ହୋଇଗଲା। ଆମ ଦେଶର ସାଧାରଣ ସ୍ତ୍ରୀ ଲୋକେ ଏତେ ସୁନ୍ଦର ସୁନ୍ଦର ଶାଢ଼ୀ, ଗହଣା ଇତ୍ୟାଦି ପିନ୍ଧି ଆସିଥିଲେ, ଅଥଚ ମୋର ଏଭଳି ହୀନିମାନିଆ ବେଶ ବଡ଼ ଲଜ୍ଜାର ବିଷୟ। ରାଜା କହିଲେ, ତୁମେ ସେମାନଙ୍କୁ କାହିଁକି ଦେଖୁଛ? ତୁମେ ତ ଜାଣ ଯେ କୃଷି ହିଁ ଆମର ଆୟର ଏକମାତ୍ର ପନ୍ଥା। ସେତିକିରେ ଏତେ ଆଡ଼ମ୍ବରରେ ଚଳିବା କ'ଣ ସମ୍ଭବ? ତା ଛଡ଼ା ପ୍ରଜାମାନଙ୍କ ଧନକୁ ତ ଆମେ ଖର୍ଚ୍ଚ କରିବା ଉଚିତ ହେବ ନାହିଁ। ତଥାପି ତୁମେ ମନଉଣା କର ନାହିଁ। ମୁଁ ଗହଣା ପାଇଁ କିଛି ନା କିଛି ବ୍ୟବସ୍ଥା ନିଶ୍ଚୟ କରିବି। ପରଦିନ ରାଜା ଚକ୍ରବେଣ ଜଣେ ରାଜକର୍ମଚାରୀଙ୍କୁ ଡକାଇ କହିଲେ, ତୁମେ ଲଙ୍କାପତି ରାବଣ ପାଖକୁ ଯାଇ ମୋର କର ପୈଠ କରିବାକୁ କୁହ। ସେ କର ରୂପେ ଯାହା ସ୍ୱର୍ଣ୍ଣ ମୁଦ୍ରା ଦେବ ତାହା ଘେନି ମୋ ପାଖକୁ ଶୀଘ୍ର ଫେରିଆସିବ। ଲୋକଟି ରାବଣ ପାଖରେ ପହଞ୍ଚି କର ମାଗିବାରୁ ରାବଣ ପରିହାସରେ ଠୋ ଠୋ ହସିଲା ଏବଂ କହିଲା, ଏ ଦୁନିଆରେ ଏଭଳି ବି ମୂର୍ଖ ଅଛନ୍ତି ଯେ କି ତ୍ରିଲୋକ ବିଜୟ ରାବଣକୁ କର ମାଗିବାକୁ ସାହସ କରନ୍ତି? ତୋ ରାଜାର ଏଡ଼େ ସାହସ? ନିର୍ବୋଧ କେଉଁଠିକାର? ଯା ଯା, ଏଠୁ ପଳାଇ ଯା। ରାତିରେ ମନ୍ଦୋଦରୀ ସାଙ୍ଗେ କଥୋପକଥନ ବେଳେ ରାବଣ କହିଲା, ଗୋଟିଏ ହସ କଥା ଶୁଣିବ? ଆଜି ଚକ୍ରବେଣର ଗୋଟିଏ ଲୋକ ମୋତେ କର ମାଗିବାକୁ ଆସିଥିଲା। ରାବଣ ପୁଣି କର ଦେବ, ଏମିତି ପାଗଳ ବି ସଂସାରରେ ଅଛନ୍ତି? ଆପଣ କର ଦେଲେ କି ନାହିଁ? ତୁମେ ବି ଗୋଟେ ପାଗଳୀ। ତୁମେ କ'ଣ ମୋ ପ୍ରତାପ ଜାଣିନାହଁ? ରାବଣ କ'ଣ କେବେ କାହାକୁ କର ଦିଏ? କର ଦେଇଥିବା ଉଚିତ ଥିଲା। ଯଦି ଦେଇନାହାନ୍ତି, ଦେଇ ଦିଅନ୍ତୁ। ମନ୍ଦୋଦରୀ ତାଙ୍କର ସତୀତ୍ୱ ବଳରେ ଚକ୍ରବେଣଙ୍କ ପ୍ରଭାବକୁ ଜାଣିଥିଲେ। ତେଣୁ ସେ କର ପୈଠ କରିଦେବାକୁ ରାବଣକୁ ପରାମର୍ଶ ଦେଲେ। କିନ୍ତୁ ରାବଣ ମାନିଲା ନାହିଁ। ପରଦିନ ସକାଳେ ରାବଣ ରାଜସଭାକୁ ଯିବାକୁ ବାହାରିବା ବେଳେ ମନ୍ଦୋଦରୀ ତାଙ୍କୁ ଅଟକାଇ ଦେଲେ। କହିଲେ, ମହାରାଜ, ମୋ ସାଙ୍ଗରେ ଆସନ୍ତୁ। ମୁଁ ଆପଣଙ୍କୁ ଗୋଟିଏ ଚମତ୍କାର ଘଟଣା ଦେଖାଇବି। ମନ୍ଦୋଦରୀ ପ୍ରତିଦିନ ଅଗଣାରେ ପାରାମାନଙ୍କୁ ଆହାର ଦିଅନ୍ତି। ସେଦିନ ଆହାର ବୁଣି ଦେଇ ପାରାମାନଙ୍କୁ କହିଲେ, ରାଜା ରାବଣଙ୍କ ରାଣ, ତୁମେମାନେ ଦାନା ଖାଅ ନାହିଁ। କିନ୍ତୁ ପାରାମାନେ ସେ ରାଣକୁ ଆଦୌ ଭୟ କଲେ ନାହିଁ। ମନ୍ଦୋଦରୀ କହିଲେ, ଦେଖିଲେ, ପାରାମାନେ ଆପଣଙ୍କୁ ଖାତିର କଲେ ନାହିଁ। ରାବଣ କହିଲା, ଆଶ୍ଚର୍ଯ୍ୟ କଥା, ପକ୍ଷୀମାନେ ବା କ'ଣ ଜାଣିବେ ରାବଣର ପରାକ୍ରମ କେତେ? ମନ୍ଦୋଦରୀ କହିଲେ, ଆଚ୍ଛା ଠିକ୍ ଅଛି, ଏଥର ଦେଖନ୍ତୁ। ସେ ପାରାମାନଙ୍କୁ କହିଲେ, ରାଜା ଚକ୍ରବେଣଙ୍କ ରାଣ, ତୁମେମାନେ ଦାନା ଖାଅ ନାହିଁ। ପାରାମାନେ ଏହା ଶୁଣିବା ମାତ୍ରେ ଦାନା ଖୁଣ୍ଟିବା ବନ୍ଦ କରିଦେଲେ। ଗୋଟିଏ ପାରା କାଲା ଥିବାରୁ ରାଣୀଙ୍କ କଥା ଶୁଣି ପାରିଲା ନାହିଁ। ତେଣୁ ଦାନା ଖୁଣ୍ଟିବାକୁ ଚାଲିଗଲା ଏବଂ ଖୁଣ୍ଟିବା ମାତ୍ରେ ତା ମୁଣ୍ଡ ଛିଡ଼ିଗଲା। କିନ୍ତୁ ରାବଣ ଏ ଘଟଣାକୁ ମନ୍ଦୋଦରୀର ଏକ ଯାଦୁବିଦ୍ୟା ବୋଲି ଭାବି ବେଖାତିର କରି ଚାଲିଗଲା। ରାବଣ ରାଜସଭାରେ ବିରାଜମାନ ହେବା ପରେ ସେ ଲୋକଟି ପୁଣି ଆସି କହିଲା, ରାତିରେ ସ୍ଥିର ଚିତ୍ତ ବିଚାର କରି କର ଦେବାକୁ ନିର୍ଣ୍ଣୟ କଲେ କି ନାହିଁ? ରାବଣ କହିଲା, ତୁ କେଡ଼େ ମୂର୍ଖରେ! ଯାହାର ପାଦ ତଳେ ଦେବତାମାନେ 8 ପ୍ରହର ଖଟୁଛନ୍ତି, ସେ ପୁଣି ଚକ୍ରବେଣକୁ କର ଦେବ? ଲୋକଟି ରାବଣକୁ ସମୁଦ୍ର କୂଳକୁ ଡାକିନେଲା। ସେଠି ବାଲିରେ ସ୍ୱର୍ଣ୍ଣମୟୀ ନଗରୀ ଲଙ୍କାର ଗୋଟିଏ ନମୁନା ତିଆରି କରି ସେଥିରେ 4ଟି ଦ୍ୱାର ନିର୍ମାଣ କଲା। ତାପରେ ରାବଣକୁ କହିଲା, ତୁମ ଲଙ୍କାପୁରୀ ଏମିତି ତ? ରାବଣ କହିଲା, ଆରେ, ତୁ ତ ଗୋଟେ ଭଲ କାରିଗର। ସେ କହିଲା, ଏବେ ଭଲ କରି ଦେଖନ୍ତୁ। ରାଜା ଚକ୍ରବେଣଙ୍କ ରାଣ ପକାଇ ସେ ସେହି ବାଲି ନିର୍ମିତ ନଗରୀକୁ ଗୋଟିଏ ଚାପୁଡ଼ା ମାରିଲା।
ସେଥିରୁ ଗୋଟିଏ ଫାଟକ ଭାଙ୍ଗିଗଲା। ଏପଟେ ପ୍ରକୃତ ଲଙ୍କାନଗରୀରୁ ମଧ୍ୟ ଗୋଟିଏ ଦ୍ୱାର ଭାଙ୍ଗିଗଲା। ସେ ଲୋକଟି ରାବଣକୁ ପୁଣି ଥରେ କହିଲା, ଏଥର କର ଦେବ କି ନାହିଁ? ମୁଁ ଚାହିଁଲେ ତୁମ ଆଖି ଆଗରେ ସମ୍ପୂର୍ଣ୍ଣ ଲଙ୍କାକୁ ଛରକାର କରିଦେଇ ପାରିବି। ରାବଣ ଏ ଦୃଶ୍ୟ ଦେଖି ଡରିଗଲା। କହିଲା, ଆଉ ପାଟି କରନା, ଯେତେ ସୁନା ଦରକାର ନେଇଯା। ରାବଣଠାରୁ କର ଘେନି ଲୋକଟି ରାଜା ଚକ୍ରବେଣଙ୍କ ନିକଟକୁ ଫେରିଗଲା। ଚକ୍ରବେଣ ରାଣୀଙ୍କୁ ସବୁଯାକ ସୁନା ଦେଇ କହିଲେ, ଏବେ ଯେତେ ଇଚ୍ଛା ସେତେ ଗହଣା କର। ରାଣୀ ପଚାରିଲେ, ଏତେ ସୁନା କେଉଁଠୁ ଆଣିଲ? ଚକ୍ରବେଣ କହିଲେ, ରାବଣଠାରୁ କର ରୂପେ ଏ ସୁନା ଅଣାଯାଇଛି। ପରମ ପରାକ୍ରମୀ ରାବଣ କର ଦେଇଛି ବୋଲି ଶୁଣି ରାଣୀ ଚକିତ ହୋଇଗଲେ। ସେ କର ଆଦାୟ କରିଥିବା ଲୋକଟିକୁ ଡାକି ସବୁ ଘଟଣା ପଚାରି ବୁଝିଲେ। ଲୋକଟି ବିସ୍ତାର କରି ସବୁ କଥା କହିଗଲା। ସ୍ୱାମୀଙ୍କର ପ୍ରତାପ ବିଷୟରେ ଶୁଣି ରାଣୀ ଭାବିଲେ, ଏ ସୁନା ଗହଣା ମୋର କ'ଣ ହେବ? ମୋ ସ୍ୱାମୀ ତ ମୋର ପ୍ରକୃତ ଗହଣା। ସ୍ୱାମୀ ଯୋଗୁଁ ହିଁ ସ୍ତ୍ରୀର ଗହଣା ଶୋଭା ପାଏ। ସ୍ୱାମୀ ବିନା ଗହଣା କ'ଣ ଶୋଭା ପାଇବ? ଯାହାଙ୍କ ମହିମା ଆଗରେ ତ୍ରିଲୋକ ବିଜୟୀ ରାବଣ ମଧ୍ୟ ଭୟଭୀତ ହୋଇଯାଏ, ସେଭଳି ସ୍ୱାମୀ ମୋ ନିକଟରେ ଥାଉ ଥାଉ ଅନ୍ୟ ଗହଣାର କି ପ୍ରୟୋଜନ? ଏଭଳି ଭାବି ରାଣୀ ସେ ଲୋକଟିକୁ କହିଲେ, ଏସବୁ ସୁନା ନେଇଯା, ରାବଣକୁ ଫେରାଇ ଦେବୁ। କହିବୁ, ମହାରାଜ ଚକ୍ରବେଣ ତୁମ କର ଗ୍ରହଣ କଲେ ନାହିଁ। ହଉ, ରହୁଛି। ମୋ ଗପଟି ସରିଲା। ନମସ୍କାର।